ଅକ୍ଷୟ ମହାନ୍ତିଙ୍କ ପରେ ସେଇଭଳି ଜଣେ ବ୍ୟକ୍ତି ସୃଷ୍ଟି ହେଇପାରିଲେନି ଯେ ସାରା ଓଡ଼ିଶାକୁ ତାଙ୍କ କଣ୍ଠରେ ପୁରା ବାନ୍ଧି ରଖିବେ। ଆପଣ ଭାବୁଛନ୍ତି କି ଶୂନ୍ୟସ୍ଥାନ ଆଜି ପର୍ଯ୍ୟନ୍ତ ରହିଛି ନା କି ପୂରଣ କଲେଣି? ଦେଖନ୍ତୁ କେହି କାହା ଜାଗା ପୂରଣ କରିପାରିବେ ନାହିଁ। ଖୋକା ଭାଇଙ୍କ ଜାଗା ସ୍ୱତନ୍ତ୍ର, ଖୋକା ଭାଇ ଆଣିକି ଆସିଥିଲେ ଏବଂ ସେ ଜାଗାଟେ ତିଆରି କରିଦେଇ ଯାଇଛନ୍ତି। କେହି କାହା ଜାଗା ପୂରଣ କରିପାରିବେ ନାହିଁ। ତେଣୁ ଆମେ ପୂରଣ କରିବା, ଆମେ ଖାଲି କେବଳ କହୁ କଥାକୁ ଯେ ୟାଙ୍କ ଜାଗା ପରେ ୟାଙ୍କ ପରେ ଇଏ, ତାଙ୍କ ପରେ ସିଏ, ସେଟା ନୁହଁ। ସମସ୍ତଙ୍କର ସ୍ୱତନ୍ତ୍ର ଜାଗା ଅଛି ଏବଂ ଖୋକା ଭାଇ ତାଙ୍କର ସେଇ ଜାଗାଟି ସ୍ୱତନ୍ତ୍ର କରିଦେଇ ଯାଇଛନ୍ତି। ସେଟା ସେମିତି ସ୍ୱତନ୍ତ୍ର ହେଇ ରହିବ, ବର୍ଷ ବର୍ଷ ଧରି ରହିଛି, ବର୍ଷ ବର୍ଷ ଧରି, କ'ଣ ଯୁଗ ଯୁଗ ଧରି ରହିବ। ସେ ଜାଗାକୁ କେହି ପୂରଣ କରିପାରିବେ ନାହିଁ। ଆଜିକାଲି ବହୁତ ଭଲ ଭଲ ସିଙ୍ଗର ବାହାରିଲେଣି, ଆଜ୍ଞା, କିନ୍ତୁ ସମସ୍ତଙ୍କ ମୁହଁରେ ରହିଲା ଭଳି ସିଙ୍ଗର ବହୁତ ବିରଳ। ଯେ ଗୀତ କହିଲେ ଖୋକା ଭାଇ ଆସିଯିବେ, ଗୀତ କହିଲେ ଅକ୍ଷୟ ମହାନ୍ତିଙ୍କ ନାଁ ଆସିଯିବ। ନିଶ୍ଚିତ ସେମିତି ବର୍ତ୍ତମାନ ସମୟରେ ଗୀତ କହିଲେ ଜଣେ ବ୍ୟକ୍ତିକୁ ବୁଝାଯିବ ବା କିଛି ଏ ଗୀତ ସହିତ ସେ ଯୋଡ଼ି ହେଇଯିବେ, ଏଭଳି କମ୍ ଟ୍ୟାଲେଣ୍ଟ ଅଛନ୍ତି। ଏଥର ଏବେ ପ୍ରୋବ୍ଲେମ୍ କ'ଣ ହେଇଛି, ଆଗରୁ କ'ଣ ଆମେ ଗ୍ରାମଫୋନ ରେକର୍ଡରେ ବର୍ଷରେ ଥରେ ରିଲିଜ୍ ହେବ, ସେ ଖୋକା ଭାଇଙ୍କର ହଉ ବା ପ୍ରଫୁଲ୍ଲଙ୍କର ହଉ, ଯାହାର ହଉ, ଆମେ ବର୍ଷେ ଅପେକ୍ଷା କରୁଥିଲେ। ଏବେ ଯେଉଁ ଡିଜିଟାଲ ମାଧ୍ୟମ ହେଇଗଲା, ଯିଏ ଚାହିଁଲା ସେ ଗୀତ ଗାଇଲା, ଯିଏ ଚାହିଁଲା ଗୀତ ସ୍ୱର କଲା, ଯିଏ ଚାହିଁଲା ଲେଖିଲା, ଯିଏ ଚାହିଁଲା ଗୋଟେ ନିଜେ ଚ୍ୟାନେଲ୍ କରିକି ପକେଇଦେଲା। କିନ୍ତୁ କାହାର ବ୍ୟାରିୟର ନାହିଁ। ଆଗରୁ ଗୋଟେ ଫିଲ୍ମ ପ୍ରଡ୍ୟୁସରଟେ ଗୋଟେ ସିନେମା କରିବାକୁ ହେଲେ ଆଗେ ଖୋଜୁଥିଲେ, ମୁଁ କାହାକୁ ଡିରେକ୍ଟର ନେବି, କାହାକୁ ମ୍ୟୁଜିକ୍ ଡିରେକ୍ଟର ନେବି, କାହାକୁ ହିରୋ ନେବି, କାହାକୁ ଡାଇଲଗ ରାଇଟର ନେବି। ଏବେ ସେମିତି କିଛି ନାହିଁ। ଏବେ ନିଜେ ନିଜେ ସବୁ, ମୁଁ ଚାହିଁଲି ମୁଁ ଗୀତ କରି ପକେଇଲି, ମୁଁ ଚାହିଁଲି ମୁଁ ଗୋଟେ ପ୍ରଡ୍ୟୁସର ହେଇଗଲି, ମୁଁ ଚାହିଁଲି ମୁଁ ନିଜେ ଚ୍ୟାନେଲରେ। ତେଣୁକରି ଆମର ଯେଉଁ ଏତେ ମାତ୍ରାରେ ଯେଉଁ ହେଉଛି, ତେଣୁ ଆଉ ଏବେ କାହା ଉପରେ ଡିପେଣ୍ଡ ନାହିଁ। ଯିଏ ଚାହିଁଲା ସିଏ କହିଲେ ଇଏ ବି ଭଲ ଗାଉଛି, ସିଏ ବି ଭଲ ଗାଉଛି, ସିଏ ବି ଭଲ ଲେଖୁଛି, ସିଏ ବି ଭଲ ସ୍ୱର କରୁଛି। ସେମିତି କିଛି ବାଛ ବିଚାର ନାହିଁ। ଏବେ ସବୁ ସମାନ। ପରିସ୍ଥିତି ବଦଳିଛି, ସମୟ ବି ବଦଳିଛି, ଡିଜିଟାଲ ଦୁନିଆ ନୂଆ ନୂଆ ପରିଚୟ ତିଆରି କରୁଛି। ବିଲକୁଲ ବିଲକୁଲ। ବହୁତ ଧନ୍ୟବାଦ ପ୍ରେମାନନ୍ଦ ବାବୁ ଆପଣଙ୍କର ଏଇ ଇଣ୍ଟରଭ୍ୟୁ ପାଇଁ। ବଡ଼ କଥା ହେଲା ଗୀତରେ ଗୀତରେ ସମାଜ ପାଇଁ ଗୋଟିଏ ବାର୍ତ୍ତା ଦେବା, ଯୋଉଠି ଗୋଟେ ଭଲ କାମ ଆପଣ କରୁଛନ୍ତି। ଯଦି ଏ ଦୁନିଆର ଗୋଟିଏ ଲୋକ ବି ଆପଣଙ୍କ ଦ୍ୱାରା ପ୍ରଭାବିତ ହେଇପାରିଲା, ଗୋଟେ ଭଲ କାମ କଲା, ନିଶ୍ଚିତ, ଏବଂ ଆତ୍ମହତ୍ୟାରୁ ନିଜକୁ ରକ୍ଷା କରିପାରିଲା, ବିବାହ ବିଚ୍ଛେଦ ବନ୍ଦ ହେଇପାରିଲା, ତାହେଲେ ଆପଣଙ୍କ ଶ୍ରମ ସାର୍ଥକ ହବ ବୋଲି କହିବା। ଦୁନିଆରେ ତ ବହୁତ କାମ ଆପଣ କଲେଣି, ପାରିଶ୍ରମିକ ପାଉଛନ୍ତି, ବହୁତ ନହେଲେ ମଧ୍ୟ ଆପଣଙ୍କର ସେମିତି କିଛି ଗୋଟେ ଅସୁବିଧା ନାହିଁ। କିନ୍ତୁ ସମାଜ ପରିବର୍ତ୍ତନର ଯୋଉ ବାର୍ତ୍ତା, ତା ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ। ବହୁତ ଧନ୍ୟବାଦ ପ୍ରେମାନନ୍ଦ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।